ଦୁଇ ମାସ ହେଲା ରାସ୍ତା କଡ଼ ଖୋଳି ପକାଇ ରଖିଛି ଠିକା ସଂସ୍ଥା। ପାଟଣା ମୁଖ୍ୟାଳୟ ତହସିଲ ସମ୍ମୁଖରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ପାଇପ୍ ବିଛାଇବା ସମୟରେ ପଞ୍ଚାୟତ ପାଣି ପାଇପ୍ ଲାଇନ୍କୁ ନଷ୍ଟ କରିଦେଇଥିବାର ଅଭିଯୋଗ ହୋଇଥିଲା। ଏହାପରେ ବାଧ୍ୟ ହୋଇ ମେଗା ପ୍ରକଳ୍ପ କାମ କରୁଥିବା ଠିକା ସଂସ୍ଥା ପୁନଃ ମାଟି ଖୋଳି ପଞ୍ଚାୟତ ପାଇପ୍ ଲାଇନ୍କୁ ମରାମତି କରିଥିଲା, ଯାହାଫଳରେ ପଞ୍ଚାୟତ ପାଇପ୍ ଲାଇନ୍ରେ ଜଳ ଯୋଗାଣ ସ୍ୱାଭାବିକ ହୋଇଥିଲା। ଏହି ମରାମତି କାମ ପରେ ପାଟଣା ତହସିଲ ନିକଟରେ ସେହି ଗାତକୁ 2 ମାସ ହେଲାଣି ଆଉ ପୋତିବାର ନାଁ ଧରୁନାହିଁ ସଂସ୍ଥା। ପାଟଣା କେନ୍ଦେଇପୋଷି ମୁଖ୍ୟ ରାସ୍ତାକୁ ପାଖାପାଖି 4 ଫୁଟ ଗାତ ଖୋଳାଯାଇଛି। ଏହି ଗାତ ନିକଟରେ ସତର୍କ ଫଳକ ମଧ୍ୟ ପବନ ଉଡ଼ାଇ ନେଇଛି। ଏହି ଗାତଟି ଦୁର୍ଘଟଣାକୁ ଆମନ୍ତ୍ରଣ କରୁଥିଲା ବେଳେ ଏହି ବିପଦପୂର୍ଣ୍ଣ ଅବସ୍ଥାରେ ଅଛି। ଖୋଦ୍ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଯଦି ଏପରି ଠିକା ସଂସ୍ଥା କାମ କରୁଛି, ଗ୍ରାମାଞ୍ଚଳରେ କ'ଣ କରୁଥିବ एने साधारण प्रश्न उठुची। केउंझरु दशरथ बारिकीଙ୍କ रिपोर्ट, स्वतंत्र ओडिशा लाइव।